ସମସ୍ତଙ୍କୁ ମୋର ନମସ୍କାର। ସ୍ୱାଗତ କରୁଛି ଜବ୍ ନୋଟିଫିକେସନ୍ ଓଡ଼ିଆର ଆଉ ଗୋଟେ ନୂଆ ଭିଡ଼ିଓକୁ। ସୋ ଦେଖନ୍ତୁ ଯେଉଁ ଆମର ଆର୍ଆର୍ବି ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ ତରଫରୁ ଯେଉଁ ଭେରିୟସ୍ ପୋଷ୍ଟ ରହିଛି ଲେଭେଲ୍ 1 ଲେଭେଲ୍ 1 ଯାହାକୁ ଆମେ ଗ୍ରୁପ୍ ଡି ବୋଲି କହୁଛନ୍ତି। ଗ୍ରୁପ୍ ଡି ଭ୍ୟାକେନ୍ସି କହୁଛନ୍ତି। ଏହି ଭ୍ୟାକେନ୍ସି ତରଫରୁ ଯେଉଁ ଆମର କ'ଣ ଅଛି ଅଫିସିଆଲ୍ ନୋଟିଫିକେସନ୍ ଆସିଥିଲା ଏବଂ ତାର ଯେଉଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଚାଲିଛି। ତାର ଅଲରେଡ଼ି ଅନଗୋଇଂ ପ୍ରୋସେସ୍ ଚାଲିଛି, ଯେଉଁଟାକି ଆମର 31 ମାନେ ଜାନୁଆରୀ ଠାରୁ ଆରମ୍ଭ ହେଇଛି ଏବଂ 2 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ। 2 ମାର୍ଚ୍ଚ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଠିକ୍ ଅଛି। ତ এই ବାବଦକୁ ଯେଉଁ ଥିଲା ଆମର ଯେଉଁ ଅଫିସିଆଲ୍ ନୋଟିଫିକେସନ୍ ଥିଲା ତାକୁ ଆମେ ଅଲରେଡ଼ି ଡିସ୍କସ୍ କରିଥିଲେ। କିନ୍ତୁ ଦେଖନ୍ତୁ ନା ଆର୍ଆର୍ବି ଆଉ ଥରେ କ'ଣ କରିଛି ନା ରିଭାଇଜ୍ କରିଛନ୍ତି ତାଙ୍କର ନୋଟିଫିକେସନ୍କୁ ରିଭାଇଜ୍ କରିଛନ୍ତି ଯେ କ'ଣ ସେ ତାଙ୍କର ଭ୍ୟାକେନ୍ସିଜ୍କୁ ସେ ଇନକ୍ରିଜ୍ କଲେ। ଭ୍ୟାକେନ୍ସିଜ୍କୁ ଇନକ୍ରିଜ୍ କରିଛନ୍ତି। ଚାଲନ୍ତୁ ଏଇ ଯେଉଁ ଭ୍ୟାକେନ୍ସିଜ୍ ରିଲେଟେଡ୍ ଯେଉଁ ରହିଛି ମାନେ ଇନକ୍ରିଜ୍ ରିଲେଟେଡ୍ ଏସବୁ ଟିକେ ଆମେ ଇନଫର୍ମେସନ୍ ନେଇଯିବା ଯେ କ'ଣ ରହିଛି। ଦେଖନ୍ତୁ ଆପଣ ଯେଉଁ ପେଜ୍ ପ୍ରଥମେ ଦେଖୁଛନ୍ତି ଏଇଟା ହେଉଛି ଅଫିସିଆଲ୍ ନୋଟିଫିକେସନ୍ର ପ୍ରଥମ ପେଜ୍ ରହିଛି ଏବଂ ଆପଣ ଯଦି ଅଫିସିଆଲ୍ ନୋଟିଫିକେସନ୍କୁ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ତାହେଲେ এই ভিডিওর ডেসক্রিপশনକୁ ଯାଇକିନା ଆପଣ ଆରାମସେ ଡାଉନଲୋଡ୍ ମଧ୍ୟ କରିପାରିବେ। ଠିକ୍ ଅଛି। ଏଇଟା ଦେଖିପାରୁଥିବେ ଗୋଟେ ଅଫିସିଆଲ୍ ନୋଟିଫିକେସନ୍ କଟ୍ ଗୋଟେ ବା ଛୋଟ ପୋର୍ସନ୍ ଗୋଟେ ଯେଉଁଟାକି ଆପଣ ଦେଖିପାରୁଛନ୍ତି। ଦେଖନ୍ତୁ ତ ଚାଲନ୍ତୁ ଏଇ ଯେଉଁ ଆର୍ଆର୍ବି ତରଫରୁ ଆସିଥିବା ଯେଉଁ ଛୋଟ ଇନଫର୍ମେସନ୍ ଟିକେ ଆପଣଙ୍କୁ ଆଉ ଥରେ ଟିକେ ରିଭାଇଜ୍ କରିଦେଉଛି। ଯେଉଁଟା ଦେଖନ୍ତୁ ଯେଉଁ ଆମ ଗ୍ରୁପ୍ ଡି ଯେଉଁ ଭ୍ୟାକେନ୍ସିଜ୍ ରହିଛି ଯେଉଁଟାକି ଆମର ରିକ୍ରୁଟିଂ ଅର୍ଗାନାଇଜେସନ୍ କି ଆମର ଯେଉଁ ଇଣ୍ଡିଆନ୍ ରେଲୱେଜ୍ ହେଉଛି ଆମର ଏ ଯେଉଁ ଇଣ୍ଡିଆନ୍ ରେଲୱେଜ୍ ହେଉଛି ଆମର କ'ଣ ରିକ୍ରୁଟିଂ ଅର୍ଗାନାଇଜେସନ୍ ଏବଂ ଯାହାର ଏକ୍ଜାମ୍ ନେମ୍ ହେଉଛି କହିବାକୁ ଗଲେ ଆମର ଆର୍ଆର୍ବି ଗ୍ରୁପ୍ ଡି ଲେଭେଲ୍ 1ର ଏକ୍ଜାମ୍ ରହୁଛି ଏବଂ ଏଥିପାଇଁ ଯେଉଁ ଭ୍ୟାକେନ୍ସିଜ୍ ରହିଛି ଦେଖନ୍ତୁ ତାକୁ ରିଭାଇଜ୍ କରାଯାଇଛି। ରିଭାଇଜ୍ କ'ଣ କରାଯାଇଛି ନା 22,082ଟି ହେଇଯାଇଛି, ଯେଉଁଟାକି ଆଗରୁ କେତେ ଥିଲା 21,997ଟି ଭ୍ୟାକେନ୍ସି ଥିଲା, ମାନେ ପାଖାପାଖି 2,000ଟି ମାନେ 22,000ଟି ଭ୍ୟାକେନ୍ସି ରହୁଥିଲା। ତ କ'ଣ କରାଯାଇଛି 82 ମାନେ ପାଖାପାଖି 85ଟି ଭ୍ୟାକେନ୍ସିକୁ କ'ଣ କରାଯାଇଛି ଇନକ୍ରିଜ୍ କରି ଦିଆଯାଇଛି, ମାନେ ବଢ଼େଇ ଦିଆଯାଇଛି। এই ଜିନିଷ ଆପଣ ଅଲରେଡ଼ି ଜାଣିଥିଲେ। ଏବଂ ଦେଖନ୍ତୁ ଯେ ଜବ୍ ଲୋକେସନ୍ କ'ଣ ଅଛି ନା ଜବ୍ ଲୋକେସନ୍ ହେଉଛି ଆମର ଅଲ୍ ଇଣ୍ଡିଆ, ଯେଉଁଟାକି ଜୋନ୍ ୱାଇଜ୍ ରହିଛି। ବିଭିନ୍ନ ଜୋନ୍ ପାଇଁ ଆମର କ'ଣ ଅଛି ବିଭିନ୍ନ ଭ୍ୟାକେନ୍ସିଜ୍ ରହିଛି, ମାନେ ଡିଫରେଣ୍ଟ ଭ୍ୟାକେନ୍ସିଜ୍ ରହିଛି। ତ ଯେଉଁ ଅନଲାଇନ୍ ଆପ୍ଲିକେସନ୍ ମୋଡ଼୍ଟା କିନ୍ତୁ ରହୁଛି ଆମର ଅନଲାଇନ୍ ମାଧ୍ୟମରେ ହେଉଛି ଏବଂ ଏହା ପାଇଁ ଯେଉଁ ସାଲାରୀ ରହୁଛି ଆମର ଯେଉଁ ପ୍ରଥମ ବେସିକ୍ ପେ ରହୁଛି ସେଇଟା ହେଉଛି 18,000 ଟଙ୍କାରୁ ଆରମ୍ଭ ହେଉଛି, କାହିଁକିନା ଏଇଟା ଗୋଟେ ଲେଭେଲ୍ 1ର ଭ୍ୟାକେନ୍ସି ରହୁଛି। ଏସବୁ ଆମେ ଅଲରେଡ଼ି ଡିସ୍କସ୍ କରୁଥିଲେ, କିନ୍ତୁ ଗୋଟେ ଛୋଟ ଇନଫର୍ମେସନ୍ କ'ଣ ନା ଇନଫର୍ମେସନ୍ ହେଉଛି ଆମର ଟୋଟାଲ୍ ଯେଉଁ ଭ୍ୟାକେନ୍ସିଜ୍ ରହିଥିଲା ତାକୁ ବଢ଼େଇ ଦିଆଯାଇଛି। ମାନେ ଆଉ ଥରେ କହୁଛି 21,997ରୁ ତାକୁ 22,082ଟି କରି ଦିଆହେଇଛି। କ୍ଲିୟର ଏତିକି ଜିନିଷ। ଦେଖନ୍ତୁ ଯଦି ଆପଣ এই ଭ୍ୟାକେନ୍ସିରେ ଇଣ୍ଟରେଷ୍ଟେଡ୍ ଅଛନ୍ତି କିମ୍ବା ଏଲିଜିବଲ୍ ହେଉଛନ୍ତି ତାହେଲେ ନିହାତି এই ଭ୍ୟାକେନ୍ସିଜ୍ ପାଇଁ ଆପ୍ଲାଏ କରନ୍ତୁ। କାହିଁକି ନା ଏଥିପାଇଁ କୌଣସି ପ୍ରକାର ଆପଣଙ୍କୁ ବଡ଼ ଏଲିଜିବିଲିଟି ଦରକାର ନାହିଁ। ଆପଣଙ୍କର ପ୍ରଥମ ଏଲିଜିବିଲିଟି କ'ଣ, ଆପଣ ଯଦି କେବଳ 10th ପାସ୍ କରିଛନ୍ତି କିମ୍ବା ITI ପାସ୍ କରିଛନ୍ତି ତାହେଲେ ଆପଣ ଏହା ପାଇଁ ଏଲିଜିବଲ୍ ହେଉଛନ୍ତି, କମ୍ପ୍ଲିଟଲି ଏଲିଜିବଲ୍ ହେଉଛନ୍ତି ଆବେଦନ କରିବା ପାଇଁ। କ୍ଲିୟର ଏତିକି ଜିନିଷ। ଏଇଟା ଆମେ ଅଲରେଡ଼ି ପୂର୍ବରୁ ଆଲୋଚନା କରୁଛନ୍ତି। କେବଳ ଏ ନୋଟିଫିକେସନ୍ କ'ଣ, ଏ ନୋଟିଫିକେସନ୍ କେବଳ ହେଉଛି ଆପଣଙ୍କର ଯେଉଁ ଭ୍ୟାକେନ୍ସିଜ୍କୁ କ'ଣ କରାଯାଇଛି ଇନକ୍ରିଜ୍ କରିଦିଆଯାଇଛି, ମାନେ ବଢ଼େଇ ଦିଆଯାଇଛି, ସେତିକି ମାତ୍ର, ଆଉ କିଛି ନୁହଁ। ତାହେଲେ ଚାଲନ୍ତୁ ଟିକେ ଦେଖିନେବା ଯେ ଆମର ଯେଉଁ ଜୋନ୍ ୱାଇଜ୍ ରହିଛି ଯେଉଁ ଲୋକେସନ୍ ୱାଇଜ୍ କେତୋଟି ଭ୍ୟାକେନ୍ସିଜ୍ ରହିଛି ସେସବୁକୁ ଆମେ ଟିକେ ଦେଖିନେବା। ଦେଖନ୍ତୁ ଯେଉଁ ନର୍ଦର୍ଣ୍ଣ ରେଲୱେ ରହିଛି ତାଙ୍କର ଯେଉଁ ଆମର କହିବାକୁ ଗଲେ ଯେଉଁ ଆର୍ଆର୍ବି ଚଣ୍ଡିଗଡ଼ ଭଳି ଯେଉଁ ଲୋକେସନ୍ ରହିବ ଆମର ସେଇଟା ହେଉଛି ଆମର 3537ଟି ଭ୍ୟାକେନ୍ସି ରହୁଛି, ମାନେ 3,537ଟି ଭ୍ୟାକେନ୍ସି ରହୁଛି। ସେମିତି ଯେଉଁ ଆମର ୱେଷ୍ଟର୍ଣ୍ଣ ରେଲୱେ ଦେଖନ୍ତୁ ଯେଉଁଟାକି ଆମର ମୁମ୍ବାଇ ରହୁଛି ସେଥିରେ ଆପଣଙ୍କ ଭ୍ୟାକେନ୍ସି ଦେଖିବେ 3,148ଟି ଭ୍ୟାକେନ୍ସି ଦେଖିବାକୁ ପାଇବେ। ସେମିତି ଯେଉଁ ସେଣ୍ଟ୍ରାଲ୍ ରେଲୱେ ରହିଲା ଯେଉଁଟା ସେଟା ମୁମ୍ବାଇରେ ରହୁଛି, ଏଇଟା ବି ଦେଖନ୍ତୁ ଲୋକେସନ୍ ମୁମ୍ବାଇ ରହୁଛି, ଯେଉଁଥିରେ ଆପଣ ଭ୍ୟାକେନ୍ସି ରହିବ ମାନେ 1,979ଟି ଭ୍ୟାକେନ୍ସି ରହୁଛି। ସେମିତି ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲୱେ ରହିଲା ଯେଉଁଟାକି ଗୁଆହାଟୀ ହେଲା, ଏଥିରେ 1,767ଟି ଭ୍ୟାକେନ୍ସି ରହୁଛି। এইଭଳି ଭାବରେ ଦେଖିବେ ବିଭିନ୍ନ ଲୋକେସନ୍ ପାଇଁ ଆପଣଙ୍କର ଦେଖନ୍ତୁ ସାଉଥ୍ ୱେଷ୍ଟ ସେଣ୍ଟ୍ରାଲ୍ ରେଲୱେ ଯେଉଁଟାକି ବିଳାସପୁର ପାଇଁ, ଏଥିପାଇଁ ଦେଖନ୍ତୁ 1,169ଟି ଭ୍ୟାକେନ୍ସି ରହୁଛି। ସେମିତି ନର୍ଥ ଇଷ୍ଟର୍ଣ୍ଣ ରେଲୱେ ଯେଉଁଟାକି ଗୋରଖପୁର ହେଇଗଲା, ଏଥିରେ ବି ଦେଖନ୍ତୁ 1,196ଟି ଭ୍ୟାକେନ୍ସି ରହୁଛି। ସେମିତି ନର୍ଥ ସେଣ୍ଟ୍ରାଲ୍ ରେଲୱେ ପ୍ରୟାଗରାଜ ପାଇଁ ଦେଖନ୍ତୁ ଯେଉଁଟାକି ଆମର 1,183ଟି ଭ୍ୟାକେନ୍ସିଜ୍ ଦେଖିବାକୁ ମିଳିବ। এইଭଳି ଭାବରେ ଧୀରେ ଧୀରେ ଦେଖିବାକୁ ଗଲେ ଆମେ ତଳକୁ ଗଲେ ଦେଖିବା ବିଭିନ୍ନ ମାନେ ଜୋନ୍ ପାଇଁ ଆମର ବିଭିନ୍ନ ଭ୍ୟାକେନ୍ସିଜ୍ ରହୁଛି। ସେମିତି ଦେଖିକି ଆମେ ତଳେ ଦେଖିବା ଆମର ଯେଉଁ ଭୁବନେଶ୍ୱର ରହିଛି ଦେଖନ୍ତୁ ଯେଉଁଟାକି ଇଷ୍ଟ କୋଷ୍ଟ ରେଲୱେ ଅଣ୍ଡରରେ ଆସୁଛି। ଦେଖନ୍ତୁ ସେଥିରେ ଆପଣ ଦେଖିବାକୁ ପାଇବେ 803ଟି ଭ୍ୟାକେନ୍ସି ଦେଖିବାକୁ ପାଇବେ। ଟୋଟାଲ୍ କେତୋଟି ଭ୍ୟାକେନ୍ସିଜ୍ 803ଟି ଭ୍ୟାକେନ୍ସିଜ୍ ରହିଛି। ତ ଦେଖି ଗଲେ ଟୋଟାଲ୍ ଜୋନ୍କୁ ଦେଖିବାକୁ ଗଲେ ଅଲ୍ ଇଣ୍ଡିଆ ମାନେ ଅଲ୍ ଇଣ୍ଡିଆ ବେସିସ୍ରେ ଆମର ଟୋଟାଲ୍ ଭ୍ୟାକେନ୍ସି ହେଇଗଲା 22,082ଟି ଭ୍ୟାକେନ୍ସିଜ୍ ରହୁଛି। କେତୋଟି 22,082ଟି ଭ୍ୟାକେନ୍ସିଜ୍। କ୍ଲିୟର ଏତିକି ଜିନିଷ। ତ ଏଥିରେ ଗୋଟେ ଛୋଟିଆ ଇନଫର୍ମେସନ୍ ରିଗାର୍ଡିଂ ଆପଣଙ୍କର ଯେଉଁ ଆର୍ଆର୍ବିର ଯେଉଁ ଗ୍ରୁପ୍ ଡି ଲେଭେଲ୍ 1 ଯେଉଁ ଭେରିୟସ୍ ପୋଷ୍ଟ ରହିଛି ତାଙ୍କର ଯେଉଁ କ'ଣ ପୋଷ୍ଟକୁ ଇନକ୍ରିଜ୍ କରାଯାଇଛି, ଭ୍ୟାକେନ୍ସିଜ୍କୁ ଇନକ୍ରିଜ୍ କରାଯାଇଛି ତା ରିଲେଟେଡ୍ ଗୋଟେ ଛୋଟ ଇନଫର୍ମେସନ୍। ଅଫିସିଆଲ୍ ନୋଟିଫିକେସନ୍ ଯଦି ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ତାହେଲେ ନିହାତି এই ଭିଡ଼ିଓର ଡେସ୍କ୍ରିପସନ୍କୁ ଯାଇ ଆପଣ ଡାଉନଲୋଡ୍ ମଧ୍ୟ କରିପାରିବେ। ଠିକ୍ ଅଛି। ତ ଇନଫର୍ମେସନ୍ ଆପଣଙ୍କୁ କେମିତି ଲାଗିଲା ମୋତେ ନିହାତି ଜଣାନ୍ତୁ କମେଣ୍ଟ ସେକ୍ସନ୍ରେ। ଯଦି ଇନଫର୍ମେସନ୍ ଆପଣଙ୍କୁ କୌଣସି ପ୍ରକାର ବି ହେଲ୍ପ ହେଉଛି କିମ୍ବା ଆପଣଙ୍କୁ ଭଲ ଲାଗୁଛି ତାହେଲେ ଏହା କ'ଣ କରନ୍ତୁ ଅନ୍ୟମାନଙ୍କୁ ବି ସେୟାର କରନ୍ତୁ, ଯାହାଦ୍ୱାରା ତାଙ୍କୁ ବି ଇନଫର୍ମେସନ୍ ପହଞ୍ଚିଯିବ। ଆଉ କହିବି ଗୋଟେ ଲାଇକ୍ ମଧ୍ୟ କରନ୍ତୁ, ଯାହାଦ୍ୱାରା ମୋତେ ଗୋଟେ ମୋଟିଭେସନ୍ ମିଳିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପୂର୍ବରୁ କ'ଣ କରନ୍ତୁ ନା ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଯେତେବେଳେ ମୁଁ କୌଣସି ପ୍ରକାର ବି ଇନଫର୍ମେସନ୍ ରିଲେଟେଡ୍ ଭିଡ଼ିଓସ୍ କିମ୍ବା ଭ୍ୟାକେନ୍ସି ରିଲେଟେଡ୍ ଭିଡ଼ିଓ ଆପଣଙ୍କୁ ଅପଲୋଡ଼ କରି ପ୍ରଥମେ ଆପଣଙ୍କ ପାଖକୁ ନୋଟିଫିକେସନ୍ ପହଞ୍ଚିଯିବ। ଠିକ୍ ଅଛି। ତ ପୁଣି ଥରେ କଥା ହେବା, ପୁଣି ଥରେ ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓ ନୂଆ ଭ୍ୟାକେନ୍ସିଜ୍କୁ ନେଇ। ଏବେ ପାଇଁ ରହିଲି, ନମସ୍କାର, ଜୟ ଜଗନ୍ନାଥ।